କାହାକୁ ନ ଭଲ ଲାଗେ ଖାଇବା ପାଇଁ। ମଟନ ତ ଆପଣମାନେ ଅନେକ ପ୍ରକାର ରେସିପି ଖାଇଥିବେ। ଆଜି ମଟନ ନେଇ ଆସିଛି ପୁରା ଜେଜେମା ଅମଳର ମଟନ ତରକାରୀ। ଖାଇବା ପାଇଁ ବହୁତ ଟେଷ୍ଟ ଲାଗିଥାଏ। ମୁଁ କେମିତି କ'ଣ ବନେଇଛି ଏ ଭିଡ଼ିଓରେ ସବୁ କିଛି ଦେଖେଇଛି। ଆପଣମାନେ ଭିଡ଼ିଓ ଟିକେ ଫୁଲ୍ କଲେ ଜାଣିପାରିବେ। ଚାଲନ୍ତୁ ଭିଡ଼ିଓ ଟିକେ ଷ୍ଟାର୍ଟ କରିବା। ନମସ୍କାର, ସ୍ମିତା ଓଡ଼ିଆ ବ୍ଲଗ ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ଆଜି ମୁଁ ବନେଇଛି ମଟନ କରି, ସେଟା ଖାଇବା ପାଇଁ ବହୁତ ଟେଷ୍ଟ ଲାଗିଥାଏ। ମୁଁ କେମିତି କ'ଣ ବନେଇଛି ଏ ଭିଡ଼ିଓ ସବୁ କିଛି ଦେଖେଇଛି। ଆପଣମାନେ ଭିଡ଼ିଓ ଟିକେ ଫୁଲ୍ କଲେ ଜାଣିପାରିବେ। ଚାଲନ୍ତୁ ଭିଡ଼ିଓ ଟିକେ ଷ୍ଟାର୍ଟ କରିବା। ମୁଁ ଏଠି 4ଟା ବଡ଼ ବଡ଼ ପିଆଜକୁ ତାକୁ 4 ଭାଗ କରିକି ନେଇଛି, 4 ଖଣ୍ଡ। ଆଉ ଗୋଟେ ଅଦା ତାକୁ କାଟିକି ନେଇଛି। ଗୋଟେ ବଡ଼ ରସୁଣ ତାକୁ ଚୋପା ଛଡ଼େଇକି ନେଇଛି। ଆଉ ଟମାଟୋ ନେଇଛି, ଗୋଟେ ବଡ଼ ଟମାଟୋ କାଟିକି ନେଇଛି। ଆଉ 1 ଚାମଚ ଜିରା, ଚାମଚ ଧନିଆ ତାକୁ ନେଇଛି। ଏବେ ତାକୁ ବାଟିକି ନେଇ ଆସିବା। ସବୁ ଦେଇଦେଇଛି, ସବୁ ଯାକ ଅଳ୍ପ ପାଣି ଦେଇଦେବି। ଆଉ ଗୋଟେ ସ୍ମୁଥ୍ ପେଷ୍ଟ ବନେଇକି ନେଇ ଆସିବି। ଦେଖନ୍ତୁ ବାଟିକି ନେଇ ଆସିଲି। ଏବେ ଚାଲନ୍ତୁ ଯିବା ନେକ୍ସଟ ପ୍ରୋସେସକୁ। ଦେଖନ୍ତୁ କଡ଼େଇରେ ଆଳୁ ମୁଁ ଭାଜି ଦେଇଥିଲି ଲାଲ ଲାଲ କରିକି। ଆଳୁକୁ କାଢ଼ିଦେବା। ସବୁ ଆଳୁକୁ କାଢ଼ିଦେଲି। ସେଇ କଡ଼େଇରେ ସୋରିଷ ତେଲ ମୁଁ ଦେଇଦେଇଛି। 50 ml ଦେଇଦେଇଛି ସୋରିଷ ତେଲ। ତେଲ ଗରମ ହେଇଗଲେ ଆମେ ସବୁ ଖାଡ଼ି ମସଲା ଦେଇଦେବା। ଗୋଟେ ଶୁଖିଲା ଲଙ୍କା, ଅଳ୍ପ ଜିରା, ଗୋଟେ ନେଇଛି ଛୋଟ ଅଳେଇଚ, ଖଣ୍ଡେ ଡାଲଚିନି, ଗୋଟେ ଷ୍ଟାର ଫୁଲ, ଗୋଟେ ବଡ଼ ଅଳେଇଚ, ଖଣ୍ଡେ ନେଇଛି ଜାଇଫଳ ଛୋଟ ଖଣ୍ଡେ, ଗୋଟେ ତେଜପତ୍ର, ତାକୁ ସବୁ ଦେଇଦେବା। ସବୁ ଦେଇଦେଲି, ତାକୁ ଭାଜିଦେବା ଭଲକିନି। ତାପରେ ମୁଁ ଗୋଟେ ପିଆଜ ନେଇକି କାଟିକି ନେଇକି ତା ଦେହରେ ଦେଇଦେଲି। ତାକୁ ଗୋଲ୍ଡେନ ବ୍ରାଉନ୍ କରି ଭାଜିଦେବା। ଭାଜିଗଲାଣି ପୁରା। ଏବେ ତା ଦେହରେ ମୁଁ ଦେଇଦେବି 1 ଚାମଚ ଲଙ୍କା ଗୁଣ୍ଡ, 1 ଚାମଚ ହଳଦୀ ଗୁଣ୍ଡ, ଅଳ୍ପ ଟିକେ ଚିନି ଆଉ ଲୁଣ ଦେଇଦେବି 1 ଚାମଚ ସ୍ୱାଦ ଅନୁସାରେ। ଚିନି ଦେଲେ ତେଲରେ ଟିକେ କଲର୍ ହେବ, ଲଙ୍କା ଗୁଣ୍ଡ ଦେଲେ ବି ଟିକେ କଲର୍ ହେବ। ତାକୁ ଟିକେ ଭାଜିଦେବି। ଏବେ ଦେଇଦେବି ଯେଉଁ ମସଲା ବାଟିକି ରଖିଥିଲି। ମସଲାକୁ ଦେଇଦେବି, ଗୋଟେ ଭଲକି କଷିବି। ଦେଖନ୍ତୁ ଏଠି ମୁଁ ନେଇଛି 800 ଗ୍ରାମର ମଟନ। ତା ଭଲ ଭାବେ ଧୋଇ ଆଣିଛି। ଧୋଇବା ଦ୍ୱାରା ଯେତେବେଳେ ଅସନା ଜିନିଷ ବାହାରିଯିବ। ଏବେ ତା ଦେହରେ ଦେଇଦେବା ଲୁଣ, ହଳଦୀ। ଲୁଣ ହଳଦୀ ଆଡ଼୍ କରିଦେବା। 1/2 ଚାମଚ ଲୁଣ, 1/2 ଚାମଚ ହଳଦୀ ନେଇଛି। ଅଳ୍ପ ତେଲ ଦେଇଦେବା। ଆଉ ତାକୁ ମ୍ୟାରିନେଟ୍ କରିକି ସେଇଟାକୁ ଛାଡ଼ିଦେବା। ମସଲା କଷି ଆସିଲାଣି। ଗରମ ମସଲା ପାଉଡ଼ର, ଆଉ ଦେଇଦେବା ମିଟ୍ ମସଲା। ମିଟ୍ ମସଲା ଦେଇଦେବା। କଷିବା। ଆଉ ଦେଇଦେବା ଧନିଆ ପାଉଡ଼ର। ଯେହେତୁ ଆମେ ବାଟିଛେ ଅଳ୍ପ ଦେବା। ଆଉ ଦେଇଦେବା ଜିରା ପାଉଡ଼ର। ଜିରା ପାଉଡ଼ର ଅଳ୍ପ ଦେବା। ବାଟିକି ଅଳ୍ପ ଅଳ୍ପ ଦେବା, ବେଶୀ ଦେବାନି। ମଟନ ପୁରା ସେଟ୍ ହେଇଗଲାଣି। ଏବେ ମଟନକୁ ଦେଇଦେବା। ଆଗ ଗ୍ୟାସକୁ ସ୍ଲୋ ଟୁ ମିଡ଼ିୟମ୍ ରଖିଦେବା। ରଖିକି ୟାକୁ 2 ମିନିଟ୍ ଥରେ ଲେଖା କଷିବା, 20 ରୁ 25 ମିନିଟ୍। ଦେଖନ୍ତୁ ଅଧା ଅଧେ ସିଝିଗଲାଣି। ଏବେ ତାକୁ ଯେଉଁ ଭାଜି ରଖିଥିଲା ଆଳୁ ଦେଇଦେବା। ଏବେ ତାକୁ ଫେରେ ଆଉ ଟିକେ ସିଝିବା ପାଇଁ ଛାଡ଼ିଦେବା। କଡ଼େଇରେ ଟିକେ ଟାଇମ୍ ଲାଗେ ମଟନଟା ସିଝିବା ପାଇଁ। ବହୁତ ଟେଷ୍ଟଟା ବହୁତ ଭଲ ଲାଗେ। ତାକୁ ଘୋଡ଼େଇ ଦେବା। ଆଉ ଟିକେ ସିଝିବା ପାଇଁ ଛାଡ଼ିଦେବା। ଏଠି ମଟନ 75% କୁକ୍ ହେଇଗଲାଣି। ଏବେ ଆମେ କ'ଣ କରିବା ନା ସେଥିରେ ପାଣି ଆଡ଼୍ କରିଦେବା। ଗ୍ୟାସ୍ର ଫ୍ଲେମ୍କୁ ପୁରା ହାଇ କରିଦେବା। ଆଉ ଗୁନଗୁନା ଗରମ ପାଣି, ନଖଉଷୁମ ଗରମ ପାଣି ଆଡ଼େ ଦେଇଦେବା। ଆଉ ଟିକେ ଫୁଟିବା ପାଇଁ ଛାଡ଼ିଦେବା।
और टे फुटिया छाड़दे पूरा हो गला मटन टी मत गोटे घंटा पूरा लगिगला मटन सीझापी मटन टी न सीझिले भल लगे ना खाइबापी पूरा सीझी जाइए मटन टी एवं देदेबा धनिया पत्र देदेबा आधे देदेबा गुजराती गुंड बहुत सुंदर फ्लेवर आसता है देदेबा और गोलैदेबा देखु केते सुंदर पूरा देखा मोर मटन टी पूरा संपूर्ण सीझी जाइए आपण मैंने एमती थे मटन कर घरे बनातु और कमेंट कर कहूँ केमती कौन लगुच आज मटन करी आज वीडियो शेष कर देखा नुआ कर नुआ वीडियो रोज धन्यवाद।